ଶତମକ୍ଷିକାର ଗୁଞ୍ଜରଣ ପରି ଉପଶୋଥ ବ୍ରତଧାରୀ ଭିକ୍ଷୁମାନଙ୍କର ଧାରଣୀ ଆବୃତ୍ତିର ଅନୁନାସିକ ସଙ୍ଗୀତରେ ବୃଦ୍ଧକୂଟ ବିହାର ଏକ ମଧୁଚକ୍ରର ଭ୍ରମ ସୃଷ୍ଟି କରିଥିଲା। ଧାରଣୀର ଓମ୍ ନମଃ ସମସ୍ତ ବୁଦ୍ଧାନାଂ ଅପ୍ରତିହତ ଶାସନାମ୍ ଆବୃତ୍ତି ଭୁଲି ନୀଳୋତ୍ପଳ ଅନୁଜ କଣ୍ଠରେ ସ୍ୱଗତୋକ୍ତି କଲା ପରି କହିଉଠିଲେ, ମଧୁବ୍ରତା ମଧୁବ୍ରତା ଶ୍ରେଷ୍ଠୀ ଶ୍ଵେତପର୍ଣ୍ଣର ପୁତ୍ରବଧୂ ମଧୁବ୍ରତା। ଆଃ ମଧୁବ୍ରତା। ଛାୟା ଢଙ୍କା ନିଥର ସରସିରେ ମୁଦ୍ରିତ କମଳ ପରି ବେଦନା ବିଧୁର ଦୁଇଟି ଆୟତ ଆଖି। ଦୁର୍ବାଦଳରେ ଶିଶିର ବିନ୍ଦୁ ପରି ସେଥିରେ ଏକ କରୁଣ ଉଜ୍ଜ୍ୱଳତା। ନୀଳୋତ୍ପଳଙ୍କର ମାନସ ଦୃଷ୍ଟିରେ ଭାସିଉଠି ପୁଣି ମିଳାଇଗଲା। ଓମ୍ ନମଃ ସମସ୍ତ ବୁଦ୍ଧାନାଂ। ଆଃ ମଧୁବ୍ରତା। ଆମ୍ରକୁଞ୍ଜର କେଉଁ ମଞ୍ଜରିତ ଶାଖାରେ ଗୋଟିଏ କୋକିଳର ଅଶାନ୍ତ କୁହୁରବ ମଧ୍ୟରେ ନୀଳୋତ୍ପଳ ଆତ୍ମବିସ୍ମୃତ ହୋଇ ପଡ଼ିଥିଲେ। ଅର୍ହତ ଶାନ୍ତିଦେବଙ୍କୁ ପଚାରିବା ପାଇଁ ଇଚ୍ଛା ହୁଏ, କୋକିଳର ଏହି ରତିଭିକ୍ଷା ଓ ଧାରଣୀରୁ ଆବୃତ୍ତି କେଉଁଟି ଚିରନ୍ତନ? ସବୁ ଧାରଣୀ, ସବୁ ଯୁକ୍ତି, ସବୁ ତ୍ରିପିଟକ ମୁଖସ୍ଥ। ନିର୍ବାଣହୀନ ଏହି ନିର୍ବୋଧ ପକ୍ଷୀଟିର ପ୍ରମତ୍ତ ରତିଭିକ୍ଷା ତଥାପି କ'ଣ ମୃତ୍ୟୁହୀନ ହେଇ ରହିଥିବ? ତାହେଲେ ଆନନ୍ଦ ଓ ସୌନ୍ଦର୍ଯ୍ୟ ପରିହାର କରି ଆତ୍ମନିଗ୍ରହ ଓ ତିତିକ୍ଷା ମଧ୍ୟରେ ନିର୍ବାଣର ଏହି ସାଧନା କାହିଁକି? କାହିଁକି? କଥା ସମ୍ରାଟ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତିଙ୍କର ଅନବଦ୍ୟ ସୃଷ୍ଟି ମହାନିର୍ବାଣର ଏହା ଥିଲା ଏକ ପୃଷ୍ଠାର ଆଲେଖ୍ୟ।